ସାର୍ ନମସ୍କାର। ମୁଁ ମାଧବ କୁଣ୍ଡୁ, ବ୍ୟାଚ୍ ନମ୍ବର 982। ଆରେ ତ ଡେରି କଣ ହେଲା? ସାର୍ ଆସିଲା ବେଳେ ଚକା ଉପରେ ହାୱା ପଳେଇଲା। ହଉ ଚାଲ ଯିବା ଯିବା। ଆସନ୍ତୁ ରେଡି ହେଇଗଲିଣି। ଆସନ୍ତୁ। ଆମେ ଟିକେ ଧୀରେ ଥିଲା ସାର୍ ଅଳ୍ପ ବାଟ ପା, ଆଉ ଅଳ୍ପ ବାଟ ହେଇଗଲା। ଏଇଟା ହଉଛି ଆମ ସର୍ଟକଟ୍ ବାଟ। ସାର୍ ଆମେ ଏଠୁ ଚାଲି ଚାଲି ଯିବା। ଆରେ ମୁଁ ଏଠି ଚାଲି ଚାଲି ଯିବି। ସାର୍ ଏଇ ତ ପାହାଡ଼ ଡେଇଁଲେ ଆର ଗାଁ। ହଉ ଚାଲ ଚାଲ ଚାଲ। ସାର୍ ମୁଁ ଭୁବନେଶ୍ୱର ଗଲେ ଗୋଟେ ଗିୟର ବାଲା ସାଇକେଲ ଆଣିବି। ଏ ସାଇକେଲ ଚଲେଇବା ମତେ ଆଉ ଭଲ ଲାଗୁନି। ଯେମିତି ସେ ଗିୟର ବାଲା ସାଇକେଲରେ ଗୋଟିଏ ପେଡାଲ ମାଇଲେ ଯେମିତି 1 କିଲୋମିଟର ପଳଉଥିବ। ଆରେ ଏଇ ଗୋଟେ କଥା ଆଣିବା ଆଉ କଣ? ସାର୍ ଭୁବନେଶ୍ୱର ତ ବହୁତ ଚକାଚକ ସହର ହେଇଥିବ। ସେଠି ତ ସବୁ ଚାରିଆଡେ କୋଠା ଥିବ। ତ ପ୍ରାୟ ସବୁଠି କଥା। ସାର୍ ହେଇ ଆପଣଙ୍କର କ୍ୱାର୍ଟର ହେଇଗଲା ଆଉ। ଆସନ୍ତୁ ଆସନ୍ତୁ। ସାର୍ ଦେଖିଲେ କଥା ଗପକୁ ବାଟ ଜଣା ପଡିଲାନି ଆଉ ଆସିକି ଆପଣ ପହଞ୍ଚିଗଲେ। ମୁଁ ତାଲାଟା ଖୋଲୁଛି। ସାର୍ ଭିତରଟା ଆଜି ସଫାସଫି ହେଇପାରନି। ଆପଣ ଆଜି ଟିକେ ଆଡଜଷ୍ଟ କରନ୍ତୁ, କାଲି ମିଶିକି ସଫାସଫି କରିଦେବା। ଆଚ୍ଛା ହଉ ଠିକ ଅଛି। ସାର୍ ଖୋଲନ୍ତୁନି ଖୋଲନ୍ତୁନି। କଣ ପାଇଁ? ଜଙ୍ଗଲି ଏରିଆ ତ, କେତେବେଳେ ସାପ ଫାପ ପଶି ଆସିବେ ଆଉ। ଆଜ୍ଞା ସାର୍। ଆରେ ଏଠି କଣ ନେଟୱାର୍କ ପାଉନି? ସାର୍ ଏଠି ଆପଣ ସେମିତି ସୁବିଧା ପାଇବେ। ଏଠି କଣ ଏତେ ପ୍ରୋବ୍ଲେମ? ସାର୍ ଏଠି ତ ଟାୱାର ବସିନି, ନେଟୱାର୍କ ଆସିବ କୋଉଠୁ? ସାର୍ ଆପଣଙ୍କୁ କାଲି ମୁଁ ଦନିପୁର ପାହାଡପୁର ନେଇଯିବି। ଆପଣଙ୍କ ଫୋନରେ ଯାହା କାମ ଆପଣ ସେଠି କରିବେ ଆଉ। ଆଚ୍ଛା ହଉ ଠିକ ଅଛି। ସାର୍ ନମସ୍କାର। ଆରେ ମାଧବ ଆସ ଆସ। ସାର୍ ରାତିଟା କେମିତି କଟିଲା? ହଁ ସେମିତି କଟିଲା ଆଉ। ତା ପୁଣି ଆସିନାହାନ୍ତି? ସାର୍ ଏବେ ସବୁ ଛୁଟିରେ ଅଛନ୍ତି। ବାହାଘର ସିଜନ। ଆମର ଯିଏ ନର୍ସ ଅଛି ତାର ମାମୁଁ ପୁଅର ବାହାଘର, ସିଏ 15 ଦିନ ଛୁଟିରେ ଅଛି। ଏଇ 2-3 ଦିନ ପଳେଇ ଆସିବ ଆଉ। ବାହାଘର ବୋଲି ଏତେ ଛୁଟି ନେବେ? ଆପଣ ଟେନସନ ନିଅନ୍ତୁନି। ସାର୍ ଏଠି ତ ଆମର ରୋଗୀ ବୋଇ କିଏ ଆସିବାର ନାହିଁ। ଆପଣ କାହିଁ ଅଯଥାରେ ବ୍ୟସ୍ତ ହଉଛନ୍ତି? ମାଧବ ଭାଇ କୁଆଡେ ଯାଇଥିଲୁ? କେତେ ଖୋଜିଲିନି, କୁଆଡେ ଯାଇଥିଲୁ? ମୋ ପୁଅ ଦେହ ବହୁତ ଖରାପ। ଗୁଣିଆ ପାଖକୁ ନେଇଥିଲି, ସେ ଫେରେଇ ଦେଲା। କିସ କରେ ମୋ ପୁଅଟା ବଞ୍ଚି ଯାଉ। ଶୁଣିଲେ ନୂଆ ଡାକ୍ତର ଆଇଛି। କିସ କରେ ମୁଁ ଗୋଟେ ବୋଲି ପୁଅଟା ବଞ୍ଚି ଯାଉ। ତୁ ଜମା ବ୍ୟସ୍ତ ହନା, ଚାଲ ଏବେ ଡାକ୍ତର କତିକି, ଡାକ୍ତର ଫାଙ୍କା ଅଛି। ହେଲେ ଭଲ ଡାକ୍ତର ତ? ତୁ କିଆ ଟେନସନ ହଉଛୁ, ଚାଲେ। ସାର୍ ନମସ୍କାର। ଆଜ୍ଞା ସାର୍ ନମସ୍କାର। ସାର୍ ଦୁଷା ପୁଅ ଦେହ ବହୁତ ଖରାପ, ସେ ଦୁଷା କଣ ଆଇଛି। ଆଜ୍ଞା ସାର୍ ମୋ ପୁଅ ଦେହ ବହୁତ ଖରାପ, କିଛି ଗୋଟେ କରି ବଞ୍ଚେଇ ଦିଅନ୍ତୁ ଆଜ୍ଞା। ସାର୍ ଦୁଷା ଗାଁକୁ ଯିବାକୁ 4ଟା ଗାଁ ଡେଇଁକି ଯିବାକୁ ପଡିବ। କିଏ ଆମର ଯିବ? ତା ପୁଅକୁ ନେଇ ଆସିବ। ଆଜ୍ଞା ମୋ ପୁଅ ଦେହ ବହୁତ ଖରାପ, ସେ ଆସିପାରିବନି। ଆପଣ ଟିକେ କେମିତି ଗଲେ ଭଲ ହୁଅନ୍ତା। ଚାଲୁନ ଯିବା। କଣ ହଉଛି? ଜଙ୍ଗଲ ଜାଗା କେମିତି ଯିବା? ଆରେ ଯେତେ ଅସୁବିଧା ହଉ ଚାଲ ଯିବା। ମାଧବ ଆଉ କେତେ ବାଟ? ଆଜ୍ଞା ସାର୍ ଆଉ 2ଟା ପାହାଡ ଡେଇଁଲେ ଆମ ଘର। ସାର୍ ହେଇପା ଦେଖାଗଲାଣି, ଆସନ୍ତୁ ଆସନ୍ତୁ। ବାବୁ ହଁ ଭାଇ। ମୁଁ ଶୁଣିନି କଣ ସେ ବେଣୁ ପୁଲିସ କି ଇନଫର୍ମେସନ ଦଉଛି। ଆଜ୍ଞା ତାକୁ ଉଠେଇ ନେଇ ଆସିବା। ହଁ ଭାଇ। ଦରକାର ପଡ଼ିଲେ ସେ ବେଣୁକୁ ଟେକି ନେଇ ଆସ। ହଁ ଭାଇ। ଟେକି ନେଇ ଆସିକିନା ହାତ ଗୋଡ଼ ଭାଙ୍ଗି ସେ ପାହାଡ଼ ଉପରେ ଟାଙ୍ଗି ଦବା। ତାହେଲେ କିଏ ତୁ? ମୁଁ ଡକ୍ଟର। କୋଉଠି ଆସିଛୁ? ଭୁବନେଶ୍ୱର। କିସ ପାଇଁ ଆସିଛୁ ରେ? ଦେଶର ପୁଅ ଦେହ ବହୁତ ଖରାପ, ଆଉ ଟ୍ରିଟମେଣ୍ଟ କରିବାକୁ ଆସିଛି। ଆଚ୍ଛା ଚଣ୍ଡିପାଠ ଜାଣିଛୁ? ନା ଜାଣିନି। ଘୋଡ଼ାପୋଖା ଜାଣିଛୁ? ନା ଜାଣିନି। ସାର୍ ସିଏ ସେଗୁରା ଜାଣିନାହାନ୍ତି। ଆଜ୍ଞା ସେ ଭୁବନେଶ୍ୱରରୁ ଆସିଛନ୍ତି, ବହୁତ ବଡ଼ ଡାକ୍ତର। ସେ ଆଜ୍ଞା କାଲି ଜଏନ୍ କରିଛନ୍ତି। କିଏ ରେ ତୁ? ଆଜ୍ଞା ମାଧବ କୁଣ୍ଡୁ ଆଜ୍ଞା, ଅଇଁଠାପାଲି ଘର। ଆଜ୍ଞା କମ୍ପାଉଣ୍ଡର ଚାକିରି କରିଛି 5 ବର୍ଷ ହେଲାଣି। 15,500 ଟଙ୍କା ଦରମା ଆଜ୍ଞା। ବାବୁ ମୋ ପୁଅ ଦେହ ବହୁତ ଖରାପ, ଆମକୁ ଟିକେ ଯିବାକୁ ଦିଅନ୍ତୁ। ଆଜ୍ଞା ଆଜ୍ଞା। ଡକ୍ଟରକୁ ନେଇକିନା ଯା। ଏ ଡକ୍ଟର, ଯଦି ତା ପୁଅ ଭଲ ନହବ ତୁ ସିଧା ଜମପୁରକୁ ଯିବୁ। ଚାଲ ବେ। ହଁ ଭାଇ ଚାଲ ଚାଲ ଚାଲ। ଆରେ ମାଧବ, ଆଉ ପୁଅକୁ ଭଲ କରିବା ତ ଇମ୍ପସିବୁଲ। ଚାଲ ତ କ୍ଲିନିକ ନେଇକି ଯିବା। ଆଜ୍ଞା କଚା ରାସ୍ତାରେ କେମିତି ନବା? କିଛି ଦରକାର ନାହିଁ, ଚାଲ ଚାଲ ନେଇକି ଯିବା। ବାବୁ ଆପଣ ଯୁଆଡେ ନବାକୁ ଚାହୁଁଛନ୍ତି ପୁଅକୁ ନେଇ ଚାଲନ୍ତୁ। ମୋ ପୁଅ ଭଲ ହବା ଦରକାର ଆଜ୍ଞା।
ସାର୍ ଯାଇପାରିବିନି। ଆରେ ଏଇ ତ ଦେଖାଉଛି ବାଟ, ଜଲ୍ଦି ଆସ। ଆଉ ଅଳ୍ପ ବାଟ ମାଧ ଭାଇ, ପୁଅ ଭଲ ହେଇଯିବ ତ ବାବୁ। ପୁଅକୁ ଭଲ କରିଦେବେ ତ ବାବୁ। ତମ ପୁଅ ଭଲ ହେଇଯିବ ତ ବାବୁ। ତମ ପୁଅ ଭଲ କରିଦେବେ। ତୋ ପୁଅ ଆଜି ଏଠି ରହିବ। କାଲି ମୁଁ ତୋ ପୁଅକୁ ନେଇ ତୋ ଘରକୁ ଯିବି, ସେଠି 4 ଦିନ ରହିବି, ଆଉ ତୋ ପୁଅକୁ ଭଲ କରିବି, ମୁଁ ଯିବି। ଠିକ ଅଛି ବାବୁ, ଯାହା ଆପଣ କହିବେ। ସାର୍ କଣ କହିଲେ ମନେ ରହିଲା ତ? ଆଉ ତୁ ମାଇକିନା କହୁନା ସେ ପୁଅକୁ ଜଗିବ, ରାତିରେ ତାର କିଏ ଜଗିବ ତାକୁ? ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ। 4 ଦିନ ରହିକି ଆପଣ ପୁଅକୁ ଭଲ କରିଦେବେ। ଆପଣ ମୋ ପାଇଁ ଭଗବାନ ଆଜ୍ଞା, ଭଗବାନ ଆପଣ ମୋ ପାଇଁ ଭଗବାନ ଆଜ୍ଞା। କିରେ ବେଣୁ, ମୁଁ ଶୁଣିଲି ତୁ ସହରକୁ ଯାଇ ବଦଳି ଯାଇଛୁ, ଗାଁର କ'ଣ ନିୟମ କାନୁନ ଭୁଲିଗଲୁଣି? ଆଉ ମୁଁ ଶୁଣିଲି ମୋ ବିଷୟରେ ପୁଲିସକୁ ଇନଫର୍ମେସନ ଦଉଛୁ। ନାଇଁ ଆଜ୍ଞା, ଆମର ସେ ଯୋଉ ଗୋଟା ଟ୍ରକ୍ ହାତୀ ଦାନ୍ତ ଧରା ହେଲା, ସେ କୁଆଡେ ଗଲା? ତୁ ସବୁ ପୁଲିସକୁ ଇନଫର୍ମେସନ ଦେଇଛୁ। ଏ ରଘୁ, ହଁ ଭାଇ। ଏଇଟାକୁ ନେଇଯା, ହାତ ଗୋଡ଼ ବାନ୍ଧି ଆମ ଆଡରେ ପକେଇଦବୁ। ତା କଥା ମୁଁ ଗଲେ ବୁଝିବି। ଏ ରଘୁ, ଦେଖିଲି ଇଏ କିଏ? ବାବୁ ନମସ୍କାର। ଏ ଡାକ୍ତର ବାବୁ ମୋ ପୁଅକୁ ଭଲ କରିଦେଲେ। 4 ଦିନ ଗାଁରେ ରହି ପୁରା ମୋ ପୁଅକୁ ପୁରା ଭଲ କରିଦେଲେ। ଡକ୍ଟର, ତୁ ଗୋଟେ ଭଲ ଡକ୍ଟର, ସାବାସ। କିରେ ଧୁସା, ଗାଁରେ ସବୁ ଲୋକଙ୍କୁ କହିଦବୁ ଡାକ୍ତରଟି ଭଲ ଅଛି, ସମସ୍ତେ ଆ ପାଖରେ ଆସି ଔଷଧ ଖାଇବେ। ତୋ ପାଟି କଣ ବାସୁଛି କିରେ? ମଦ ବୋଧ ପିଉଛୁ ନା କଣ? ନାଇଁ ଆଜ୍ଞା, ସକାଳେ ଟିକେ ପିଇଥିଲି, ଆଉ ପିଇନି। ଆଉ ସେ ମଦ ବୋଧ ପିଇବୁନି, ତୋ ଦେହ ଖରାପ ହଉଛି। ସାର୍ ଗୋବରାର ଭଲ ମଉଳି, ସେଥିପାଇଁ ମୁଁ ଟିକେ ଆଜି ପିଇ ଦେଇଥିଲି। ଆଉ ତୋତେ ମ୍ୟାଲେରିଆ ହେଇଛି, ଏ ମେଡିସିନଟା ରଖ। ଦିନକୁ 2 ଥର ଖାଇବୁ, ଆଉ ମଶା ଟାଙ୍ଗି ଶୋଇବୁ, ବୁଝିଲୁ? ଆଜ୍ଞା। ଆଜ୍ଞା ନମସ୍କାର। ଯଦି ଆପଣଙ୍କ ଦେହ ଖରାପ ହଉଛି କି ଆପଣଙ୍କ ପରିବାରରେ କାହା ଦେହ ଖରାପ ହେଉଛି, ଗୁଣି ଗାଳି ଉପରେ ବିଶ୍ୱାସ ନ କରି ଆପଣ ଡକ୍ଟର ପାଖକୁ ଯାଆନ୍ତୁ। ଝଡ଼ା ଫୁଙ୍କା ଏବଂ ଅନ୍ଧବିଶ୍ୱାସ ଠାରୁ ଦୂରେଇ ରୁହନ୍ତୁ। ଆମ ସରକାରଙ୍କ ଦ୍ୱାରା ମାଗଣା ଚିକିତ୍ସା ଏବଂ ଔଷଧ ମଧ୍ୟ ଦିଆହେଉଛି। ଦେହ ଖରାପ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ନିଜେ ସୁସ୍ଥ ରୁହନ୍ତୁ, ଅନ୍ୟକୁ ସୁସ୍ଥ ରଖିବା ପାଇଁ ପରାମର୍ଶ ଦିଅନ୍ତୁ, କାରଣ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଜୟ ଜଗନ୍ନାଥ।